ପୁରୀର ସ୍ୱର୍ଗଦ୍ୱାରରେ କିଛି ଆଶ୍ଚର୍ଯ୍ୟ କଲା ଭଳି କଥା। ସ୍ୱର୍ଗଦ୍ୱାରରେ ମଣିଷ ପୋଡ଼ାଲେ କାହିଁକି? ମଣିଷ କିଛି ଅଂଶ ପୋଡ଼େ ନାହିଁ ସ୍ୱର୍ଗଦ୍ୱାରରେ କାହିଁକି? ସ୍ୱର୍ଗଦ୍ୱାରରେ ସିଡ଼ି ବୋଲି କାହାକୁ କୁହାଯାଏ? ହଁ ଦର୍ଶକ ବନ୍ଧୁ, ଆମ ପୃଥିବୀରେ ରହିଛି ଲକ୍ଷ ଲକ୍ଷ ମଶାନ, କିନ୍ତୁ ଶ୍ରୀକ୍ଷେତ୍ର ମଶାନ ନୁହେଁ, ବରଂ ସ୍ୱର୍ଗଦ୍ୱାର କୁହାଯାଏ। ଏହି ସ୍ୱର୍ଗଦ୍ୱାରରେ ଅନ୍ତିମ ଦାହ ପାଇଁ ପ୍ରତ୍ୟେକ ଲୋକ ଆଶା କରିଥାନ୍ତି। କୁହାଯାଏ ସ୍ୱର୍ଗଦ୍ୱାରରେ ମଣିଷ ଦାହ ହେଲେ ମୃତ୍ୟୁ ବ୍ୟକ୍ତିର ଆତ୍ମା ସ୍ୱର୍ଗଲୋକରେ ପ୍ରାପ୍ତି ହୋଇଥାଏ। କିନ୍ତୁ ରାତିବେଳା ଏଠାରେ ଶବ ଦାହ କରାଯାଏ ନାହିଁ। ହଁ, ଏଭଳି କିଛି ସଂସ୍କୃତି, ପରମ୍ପରା ଏବଂ ଅଲୌକିକ ଭରା ପୁରୀ ଶ୍ରୀକ୍ଷେତ୍ରରେ ସ୍ୱର୍ଗଦ୍ୱାର ପୁରୀ ଜଗନ୍ନାଥ ଧାମ, ଯାହା ଚାରିଧାମ ମଧ୍ୟରୁ ଅନ୍ୟତମ, ଯେଉଁଠି ପୃଥିବୀର କୋଣ ଅଣୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି। ଏପରିକି ସ୍ୱର୍ଗଦ୍ୱାର ସବୁ ଦେବାଦେବୀଙ୍କ ମଧ୍ୟରୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଛୁଟି ଆସନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ ସିଂହାର ବେଶ ଦେଖିବା ପାଇଁ ସ୍ୱର୍ଗରୁ ଦେବାଦେବୀମାନେ ପ୍ରତ୍ୟେକ ଦିନ ଆସିଥାନ୍ତି ବୋଲି କୁହାଯାଏ। ତେବେ ପୌରାଣିକ ମତ ଅନୁସାରେ ପ୍ରଭୁ ଦେବରାଜ ଇନ୍ଦ୍ର ଶ୍ରୀ ଜଗନ୍ନାଥଙ୍କ ବଡ଼ ସିଂହାର ବେଶ ଦେଖିବା ପାଇଁ ଆସିଥିଲେ। ହେଲେ ଫେରିବା ସମୟରେ ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ଆନନ୍ଦ ବଜାରରେ ମହାପ୍ରସାଦ ଦେଖି ସେ ତାଙ୍କର ଭୋକ ସମ୍ଭାଳି ପାରିନଥିଲେ। ଶ୍ରୀମନ୍ଦିରରେ ଗୋଟିଏ କୋଣରେ ନିଜ ହାତରେ ଧରିଥିବା ଅମୃତ ମାଟିଆକୁ କଚାଡ଼ି ଭାଙ୍ଗି ଦେଇଥିଲେ। ଆଉ ସେହି ମାଟିଆକୁ ଏକ ଖପରାକୁ ଧରି ଏକ ସୁହାର ମହାସୁହାରକୁ ମାଗିବାକୁ ଲାଗିଲେ। ତେଣୁ ସୁହାର ଜଣକ ଇନ୍ଦ୍ର ଦେବତାଙ୍କୁ ଅଭଡ଼ା ଅନ୍ନ ଦେଇଥିଲେ। ଏହା ଇନ୍ଦ୍ର ଦେବତାଙ୍କୁ ଏତେ ସ୍ୱାଦିଷ୍ଟ ଲାଗିଲା ଯେ ସେ ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ଅଭଡ଼ା ଅନ୍ନ ଖାଉଥିଲେ। ଗୋଟିଏ ଦିନ ସୁହାର ଜଣକ ଇନ୍ଦ୍ର ଦେବତାଙ୍କୁ ପଇସା ମାଗିଥିଲେ। ହେଲେ ଇନ୍ଦ୍ର ଦେବତା ସେ ସୁଆରକୁ ପଇସା ନ ଦେଇ ସଂଘାତ ବସାଇଥିଲେ ଏବଂ ସେହି ସୁଆର ଆଖି ସାମ୍ନାରେ ଇନ୍ଦ୍ର ଦେବତା ଆକାଶକୁ ହାତ ବଢ଼ାଇ ସ୍ୱର୍ଗକୁ ଚାଲିଯାଇଥିଲେ। ତେବେ ଯେଉଁ ସ୍ଥାନରେ ଛିଡ଼ା ହୋଇ ଇନ୍ଦ୍ର ଦେବତା ଆକାଶକୁ ହାତ ବଢ଼ାଇ ଚାଲି ଯାଇଥିଲେ, ତେବେ ଯେଉଁ ସ୍ଥାନରେ ଛିଡ଼ା ହୋଇ ଚାଲି ଯାଇଥିଲେ ଠିକ୍ ସେହି ଜାଗାରେ କାଠି ପୋତି ଦେଇଥିଲେ ସୁଆର ଜଣକ। ଚାଲି ଆସିଥିଲେ ରାଜାଙ୍କୁ ପାଖକୁ। ରାଜା ଗଜପତିଙ୍କୁ ସବୁକିଛି ଜଣାଇଥିଲେ। ଗଜପତି ମହାରାଜ ସୁଆର ଜରିଆରେ ଇନ୍ଦ୍ର ଦେବତାଙ୍କୁ ପୁରୀରେ ବର୍ଷା କରିବାକୁ ଅନୁରୋଧ କରିଥିଲେ। ଦେବରାଜ ଇନ୍ଦ୍ର ଚାରି ମେଘ ଧରି ଆସି ପୁରୀରେ ବର୍ଷା ସಮೇତ ସାରା ଉତ୍କଳରେ ବର୍ଷା କରିଥିଲେ। ଏହାକୁ ନେଇ ଗଜପତି ମହାରାଜ ସୁଆର ମେଘସୁଆର ବଳିଆର ସୁଆର ଆଖ୍ୟା ଦିଆଯାଇଥିଲା। ଆଉ ଯେଉଁ ସ୍ଥାନରେ ଛିଡ଼ା ହୋଇ ଦେବରାଜ ଇନ୍ଦ୍ର ସ୍ୱର୍ଗକୁ ଯାତ୍ରା କରିଥିଲେ, ଠିକ୍ ସେହି ସ୍ଥାନକୁ ସ୍ୱର୍ଗଦ୍ୱାର ବୋଲି ବିଶ୍ୱାସ କରି ତା'ର ନାମ ସ୍ୱର୍ଗଦ୍ୱାର ରଖିଥିଲେ। ସେଥିପାଇଁ ଆଜି ସମସ୍ତେ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ଶରୀରକୁ ସ୍ୱର୍ଗଦ୍ୱାରରେ ଦାହ କରାଯାଏ, ତେବେ ତାହା ସ୍ୱର୍ଗଦ୍ୱାର ହୋଇଥାଏ ଏବଂ ମୃତ୍ୟୁ ବ୍ୟକ୍ତିର ଆତ୍ମାକୁ ମୁଖ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ଏହି ସ୍ୱର୍ଗଦ୍ୱାରରେ ରାତ୍ରିବେଳା କୌଣସି ଶବକୁ ଦାହ କରାଯାଏ ନାହିଁ। ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ସମସ୍ତ ଦ୍ୱାର ବନ୍ଦ ହୋଇଥାଏ ଏବଂ ନର୍କ ଦ୍ୱାର ଖୋଲିଥାଏ। ସେଥିପାଇଁ ରାତିବେଳା ଯଦି ଆପଣ ଶବ ଦାହ କରୁଛନ୍ତି, ତେବେ ମୃତ୍ୟୁ ବ୍ୟକ୍ତିର ଆତ୍ମା ସ୍ୱର୍ଗକୁ ନ ଯାଇ ନର୍କକୁ ଯାଇଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ। ଏପରିକି ଗରୁଡ଼ ପୁରାଣରେ ଉଲ୍ଲେଖ କରାଯାଇଛି, ରାତ୍ରି ସମୟରେ କୌଣସି ମୃତ୍ୟୁ ବ୍ୟକ୍ତିର ଅନ୍ତିମ ସତ୍କାର କରାଯାଏ ନାହିଁ। ତେବେ କପିଳ ପୁରାଣ ଅନୁସାରେ ସ୍ୱର୍ଗଦ୍ୱାର ହେଉଛି ସାରା ଦୁନିଆର 7ଟି ପବିତ୍ର ସ୍ଥାନ ମଧ୍ୟରୁ ଗୋଟେ ଅନ୍ୟତମ। ତେଣୁ କେହି ଲୋକ ନିଜର ଅନ୍ତିମ ଇଚ୍ଛା ରଖିଥାନ୍ତି କି ରଖିଥାନ୍ତୁ, ପୁରୀ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ନିଜର ଅନ୍ତିମ ଶରୀର ସତ୍କାର ପାଇଁ ଇଚ୍ଛା କରିଥାନ୍ତି। ସେଥିପାଇଁ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ପ୍ରତ୍ୟେକ ଦିନ ଶହ ଶହ ଶବ ଦାହ କରାଯାଇଥାଏ। ଏପରି ଦୁନିଆରେ ସମୁଦ୍ର ଦିନେ ନା ଦିନେ କୂଳ ଲଙ୍ଘିଥାଏ। ଏପରି ସ୍ୱର୍ଗଦ୍ୱାର ନିକଟରେ ଥିବା ସମୁଦ୍ର, ଯାହାକୁ ମହୋଦଧି ମଧ୍ୟ କୁହାଯାଏ, ତାହା କେବେ କୂଳ ଲଙ୍ଘେ ନାହିଁ। ଏପରି ପଛରେ ମଧ୍ୟ ଅନେକ ରହସ୍ୟ ଲୁଚି ରହିଛି। କିମ୍ବଦନ୍ତୀ କହେ, ଯେତେବେଳେ ଶ୍ରୀକ୍ଷେତ୍ର ସ୍ଥାପନ ହେଲା, ସେତେବେଳେ ସମୁଦ୍ର ଦେବତା ମଧ୍ୟ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ଶ୍ରୀମନ୍ଦିରକୁ ଆସିଥିଲେ, ଯାହା ମଧ୍ୟରେ ପୁରୀ ମନ୍ଦିର ଅନେକ କ୍ଷତି ମଧ୍ୟ ହୋଇଥିଲା। ଭକ୍ତମାନେ ପ୍ରଭୁଙ୍କ ପାଦ ଧରି ଗୁହାରି କରିବାରୁ ହନୁମାନ ସମୁଦ୍ରକୁ ଯାଇ ବାନ୍ଧି ଦେଇଥିଲେ। ଆଉ କିଛି ଦିନ ପରେ ହନୁମାନ ଶ୍ରୀମନ୍ଦିରକୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲା ବେଳେ ତାଙ୍କ ପଛେ ପଛେ ସମୁଦ୍ର ଦେବତା ଚାଲି ଆସିଥିଲେ, ଯେଉଁଥିରେ ଶ୍ରୀମନ୍ଦିରର ଅନେକ କ୍ଷତି ମଧ୍ୟ ହୋଇଥିଲା, ଯାହାଦ୍ୱାରା ପ୍ରଭୁ ଜଗନ୍ନାଥ ଏବଂ ହନୁମାନଙ୍କ ଭଳି କାମରେ
ତେବେ ସମୁଦ୍ର କୂଳରେ ସୁନାର ଏକ ଶିକୁଳି ବାନ୍ଧି ଦେଇଥିଲେ। ତେବେଠାରୁ ସମୁଦ୍ର ଆଉ କେବେ କୂଳ ଲଙ୍ଗି ନାହିଁ। ତେବେ ଦର୍ଶକ ବନ୍ଧୁ, ପ୍ରଭୁ ଜଗନ୍ନାଥଙ୍କ ସହିତ ଅନେକ ଭାବାବେଗ ଜଡ଼ିତ ହୋଇ ରହିଛି। ଧନ୍ୟବାଦ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗେ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ।